ଆପଣଙ୍କର ରୋଷେଇ କରିବାକୁ ଇଚ୍ଛା ହେଉନି କି କ୍ଳାନ୍ତ ଲାଗୁଛି କେଉଁଠୁ ବାଧାରେ ଫେରିଛନ୍ତି ଜଣେଇ କରି କିମ୍ବା ଦେହ ମୁଣ୍ଡ ଭଲ ନାହିଁ ରୋଷେଇ କରିବାକୁ ଇଚ୍ଛା ହେଉନି ଆପଣଙ୍କୁ ବିନା କଷାରେ କଷାକଷି କରିବା ଆଉ ବିନା ଚୁଙ୍କରେ ଏମିତି ଏକ ଡିସ୍ ଦେଖେଇବି। ଆପଣ ଏହାକୁ ରୁଟି ଭାତ ପୁରୀ ପରଟା ସବୁଥିରେ ବି ଖାଇପାରିବେ। ଏହାକୁ ମସଲା ଦେଇ ସୋରିଷ ମସଲା ଦେଇ କଲେ ଚଳିବ, ବିନା ମସଲାରେ ବି ଆପଣ ପ୍ରସ୍ତୁତ କରିପାରିବେ। ମୁଁ ଆକୁ କୋବି ଆଳୁରେ ତିଆରି କରି ଦେଖେଇଛି। ଏଇ ଡିଶ୍ଟା କଞ୍ଚା ଜିଅନ୍ତା ପୋହଳା ମାଛରେ ବହୁତ ବଢ଼ିଆ ଲାଗେ, କିନ୍ତୁ ଯେହେତୁ କୋବି ସିଜିନ୍ ଚାଲିଛି ମୁଁ କୋବି ଆଳୁରେ ଆପଣଙ୍କୁ ପ୍ରସ୍ତୁତ କରି ଦେଖେଇବି। ମୁଁ କୋବି ଆଳୁକୁ ପୁରା ଚୁନେଇ ଚୁନେଇ କାଟି ଦେଇଛି, ବିଲାତି ଚୁନେଇ ଚୁନେଇ କାଟି ଦେଇଛି, କଞ୍ଚା ଲଙ୍କା ଧନିଆ ପତ୍ର ମଧ୍ୟ ଚୁନେଇ ଚୁନେଇ କାଟି ଦେଇଛି। ଏହାକୁ ଗୋଟେ କରେଇ ହେଉ କିମ୍ବା ସିଲଭର ତାଟିଆରେ ବି ଅଳ୍ପ ଟିକେ କରିବାକୁ ଚାହିଁଲେ ସେଥିରେ ବି ଦେଇକି ପ୍ରସ୍ତୁତ କରିପାରିବେ। ପ୍ରଥମେ ସେ କୋବି ଆଳୁ ଆଉ କଟା ପିଆଜ ଚୁନେଇ ଚୁନେଇକି ତାକୁ ଦେଇଦେବେ। ତାପରେ ଯାହା ଧନିଆ ପତ୍ର ବିଲାତି କଞ୍ଚା ଲଙ୍କା ସେସବୁକୁ ସବୁ ଦେଇକି ଆପଣ ଗୋଟେ ହଳଦୀ ଗୁଣ୍ଡ ଟିକେ ଆଉ ଲୁଣ ସ୍ୱାଦ ଅନୁସାରେ ଦେବେ। ସୋରିଷ ମସଲା ମୁଁ ଯେହେତୁ ବାଟିଛି ଦେଇକି କରିଛି, ଆପଣ ବିନା ସୋରିଷ ମସଲାରେ ବି କରିପାରନ୍ତି। ସୋରିଷ ତେଲ କଞ୍ଚା ସୋରିଷ ତେଲ ଦେବେ, ସେସବୁକୁ ଗୋଳେଇ ଦେବେ। ଗୋଳେଇ ଦେଇକି ଟିକେ ପାଣି ଦେଇକି ଗ୍ୟାସ୍ ଅନ୍ କରି ବସେଇ ଦେବେ। ମୁଁ ଯେହେତୁ ସୋରିଷ ମସଲା ବାଟିଥିଲି ଦେଇଛି, ଆପଣ ବିନା ସୋରିଷ ତେଲ ସୋରିଷ ମସଲାରେ ବି କରିପାରିବେ। ଦେଇକି ଟିକେ ପାଣି ଦେଇଦେବେ। ପାଣି ଦେଇକି ଏହାକୁ ଜୋର ଟିକେ ଜାଳିଦେବେ। ଟିକେ ଫୁଟି ଆସିଲା ପରେ ତାପରେ ଘୋଡ଼େଇ ଦେବେ ଏବଂ ସିମ୍ କରିଦେବେ ଗ୍ୟାସ୍ଟାକୁ। କିଛି ସମୟ ପରେ ପ୍ରସ୍ତୁତ ହୋଇଯିବ ଆପଣଙ୍କର ତାଟିଆ ବସା। ଏଇଟାକୁ ଆମ ଆଡ଼େ ତାଟିଆ ବସା କହନ୍ତି। ଆପଣମାନ ଆଡ଼େ କ'ଣ କହନ୍ତି କମେଣ୍ଟ ବକ୍ସରେ ନିଶ୍ଚୟ ଜଣାଇବେ ଏବଂ ଡିଶ୍ଟି ତିଆରି କରି କେମିତି ଲାଗିଲା ମଧ୍ୟ ଜଣାଇବେ। ରହୁଛି। ଜୟ ଜଗନ୍ନାଥ, ନମସ୍କାର।